ଶୋଇକି ଭଲ ହେବି। ହେଲେ ରିତୁ ତୋ କଣ୍ଠରେ ଏମିତି ଉଦାସ ଭରା ଶବ୍ଦ ଶୁଭୁଛି କଣ ପାଇଁ? ମୋ କଣ୍ଠ ଶୁଣିକି ଜାଣିପାରୁଛୁ, ମୋ ସାରା ଶରୀରକୁ ଦେଖିପାରୁନୁ। ହେଲେ ରାଜୁ ଭାଇ, ତୋ ହାତରେ ବାଡ଼ି, ଆଖିରେ କଳା ଚଷମା ପିନ୍ଧି ଏମିତି ଅନ୍ଧ ଭୂମିକାରେ ଅଭିନୟ କରୁଛୁ କଣ ପାଇଁ? ଅଭିନୟ କରୁନି ନା ରିତୁ, ମୁଁ ସତକୁ ସତ ଅନ୍ଧ ହେଇଯାଇଛି। କାହିଁକି ରାଜୁ ଭାଇ, କାହିଁକି? କାହିଁକି ଆଉ କଣ, ଏ ଆଖି ପାଖରେ ରୋଗ ହେଇଥିଲା, ଆସି ଡାକ୍ତର ଦେଖି ଚିକିତ୍ସା ହେଲି। ହେଲେ ଭଲ ହବା ବଦଳରେ ମୁଁ ସବୁଦିନ ପାଇଁ ଅନ୍ଧ ହେଇଗଲି। ତୁ ତୋର କଣ ହେଇଛି? ଧରିନି ମୋର ସେମିତି କିଛି ହେଇଛି। ଆଲୋ କଣ ହେଇଛି ଖୋଲିକି କହୁନୁ। ମୋର ଏବେ କିଡନୀ କାମ କଲାନି। ଡାକ୍ତରବାବୁ କହିଲେ କିଡନୀଟାକୁ ବାହାର ନ କରିଲେ ଜୀବନ ପ୍ରତି ବିପଦ ଅଛି। ସେଇଥିପାଇଁ ମୋ କିଡନୀଟାକୁ ସେ କାଢିଲେ। ଜମା ବ୍ୟସ୍ତ ନା, ଗୋଟିଏ କିଡନୀରେ ମଣିଷ ବଞ୍ଚିପାରେ, ଜମା ବ୍ୟସ୍ତ। ଆଜିକାଲି ଯୁଗର ଅନ୍ଧ ମାନଙ୍କ ସଂଖ୍ୟା ବହୁ କମ୍ କି? କାମ ଧନ୍ଦା କରିପାରିବୁନି, ଭିକ ମାଗି ତ ବେଶ ଆରାମରେ ବଞ୍ଚି ଯାଇପାରିବ। ତୁ ମତେ ଘଟେ କହୁଛୁ, କିନ୍ତୁ ମୋ ପାଇଁ ମୋ ଅନ୍ଧ ମଣିଆକୁ ଆକ୍ଷେପ କରୁଛୁ। ଆଉ ତୁ ମତେ ଦୟା ଦେଖେଇ ବଞ୍ଚିବାକୁ ସାନ୍ତ୍ୱନା ଦଉଛୁ। ଏଟା ତତେ କରି ଆସେ, ମୁଁ କଣ ପାଟିକି ଚୁପ୍ ରଖିବି? ନାଇଁ ତୁ ସେ କଥା କହୁନି। କଥା କାହିଁ ରାଜୁ ଭାଇ, କଥା ସବୁ କାହାଣୀ ପେଡ଼ିରୁ ସରିଗଲାଣି। ଏବେ କଥା ସବୁ ବାହାରୁ ସଂଗ୍ରହ କରି ପେଡ଼ି ଭିତରେ ରଖିଲେ ଆମେ ତାକୁ ଧୀରେ ଧୀରେ ଖର୍ଚ୍ଚ କରିବା। ହେଲେ ରାଜୁ ଭାଇ, ଆମେ କଣ ଗୋଟେ ଅସହାୟ ବିକଳାଙ୍ଗ ଜୀବନର ପରିକଳ୍ପନା କରିଥିଲେ? କାହିଁକି ଆମ ଭିତରେ ଚାକର ମୋହ ଜନ୍ମିଲା? କାହିଁକି ରାଜୁ ଭାଇ, କାହିଁକି? ଯୋଉ ପ୍ରଶ୍ନ ସବୁ ଏବେ ତୋ ମନରେ ଉଙ୍କି ମାରୁଛି, ଠିକ ସେମିତି ପ୍ରଶ୍ନ ସବୁ ପ୍ରତିଟି ମୁହୂର୍ତ୍ତରେ ମୁଁ ଅଙ୍ଗେଇ ପାଏ, ଆଉ ଉତ୍ତର ପାଏ। ଭୋଗରେ ଆନନ୍ଦ ନଥାଏ, ଆନନ୍ଦ ଥାଏ ତ୍ୟାଗରେ। ଏ ସୃଷ୍ଟିର ମଣିଷ ମାନେ ସ୍ୱାର୍ଥପର ସାଥୀ, ହିଂସାକୁ ଆପଣାର କରିଦିଅନ୍ତି। ସେଇ ସୃଷ୍ଟି କିଛି ସାଧୁ ସନ୍ଥ ସନ୍ନ୍ୟାସୀ ମାନେ ସଂସାର ତ୍ୟାଗୀ ହେଇ ଏ ସମାଜକୁ ଦିଗ୍ଦର୍ଶନ ଦଉଥିଲା ବେଳେ କିଛି ନିର୍ବିକାର ମଣିଷ ମାନେ ସଂସାର ଭିତରେ ରହି ମଣିଷକୁ କୁପଥରୁ ଫେରି ଆଣିବା ପାଇଁ ଚେଷ୍ଟା କରନ୍ତି। ଆମେ ତ ସେମିତି କରୁଛେ। ଆମେ ତ ଅନ୍ୟକୁ ସୁଖ ଦେଇ ନିଜ ପାଇଁ ଟିକେ ସୁଖ ପାଇପାରିବାନି। କୋଉଠି ଆମେ ସୁଖ ପାଉନୁ? ଏଇ ଯୋଉ ଆମେ ଆନ୍ତରିକ ଭରା କଥା ହଉଛୁ, ଏଇଟା କଣ ଆମ ପାଇଁ ସୁଖ ନୁହଁ? ଦୁଇଟି ଦରଦୀ ମନ ହୃଦୟର ମିଳନ କଣ ଆମ ପ୍ରେମର ବର୍ଷା ହଉନି? ଗଙ୍ଗା ଯମୁନା ସରସ୍ୱତୀର ମିଶ୍ରଣ ସ୍ଥଳକୁ ସଙ୍ଗମ କୁହାଯାଉଥିଲା ବେଳେ ଆମ ପ୍ରେମ ବର୍ଷାରେ କଣ ସଙ୍ଗମର ଅନୁଭବ ହଉନି?